କୁନାଲ କୁ ଡାକିଥିଲି ଏଥିପାଇଁ ପ୍ରୋଟେକ୍ଟ କରିବା। ହଁ କୁନାଲ କୁ ମୁଁ ଫୋନ କରି ଡାକିଥିଲି କାରଣ କୁନାଲ ମତେ ଆସିଥିଲା ପ୍ରୋଟେକ୍ଟ ଦବାକୁ ଯେହେତୁ ସେ ମାନେ ଇଏ ଲୋକାଲ ପିଲାଟା ବୋଲିକା। ତ କୁନାଲ ତା ସାଙ୍ଗ ରଞ୍ଜିତ ପାତ୍ର ଯିଏ ଆସିଥିଲା ରଞ୍ଜିତ ପାତ୍ରକୁ ମୁଁ କେବେ ବି ଚିହ୍ନିନି। କୁନାଲ ରଞ୍ଜିତ ପାତ୍ରକୁ ଡାକିଥିଲା କି? ହଁ କୁନାଲ ରଞ୍ଜିତ ପାତ୍ର ତାର ମିଶିକି ଆସିଥିଲେ ତାଙ୍କ ଗାଁରୁ ନା। ରଞ୍ଜିତ ପାତ୍ରକୁ ମୁଁ ସେଇ ଦିନ ହିଁ ଫାର୍ଷ୍ଟ ଟାଇମ ଦେଖିଥିଲି। ଆଉ ସେ ରଞ୍ଜିତ ପାତ୍ର ସେଠି ବାଡେଇଲା କାଇଁ ତାକୁ? ସେଇଟା ମୁଁ ବି ଦେଖିନି ନାଇଁ ତମେ କେମିତି ଜାଣିବ? ତମେ ବା ହଉଛ ଭଦ୍ରମୁଖା ଗାଣ୍ଡି ମରା। ଓମ୍ ବୋଧେ ଆମକୁ ଗାଣ୍ଡୁ ଭାବୁଛନ୍ତି ଆଉ ନୁହେଁ ତ କଣ? ବୋଉକୁ ଯେମିତି ଠିକ୍ ମାମୁଁଘର କାହାଣୀ ଶୁଣିଲା ଭଳିଆ ଘଡ଼ିକି ଘଡ଼ି ଆମକୁ ଗୋଟା ଗପ ତମେ ଶୁଣେଇ ଚାଲିଛ। ଓମ୍ ବାବୁ ଡାକିଥିଲେ କୁନାଲକୁ ସାହାଯ୍ୟ ପାଇଁ। କୁନାଲ ସାଙ୍ଗରେ ଆଣିଥିଲେ କାହାକୁ ନା ରଞ୍ଜିତକୁ। ସାହାଯ୍ୟ କରିବାକୁ ଆସିଥିବା ଲୋକଟା କେମିତି କ'ଣ ଗୋଟେ ନିରୀହ ପିଲାର ଜୀବନ ନେବାର କାରଣ ବନି ଯାଉଛି। ସେ ଭିଡ଼ ହିଂସା ଭିତରେ ଯଦି ଅଧିକ କିଏ ମାରିଥାଏ ସିଏ ହେଉଛି ରଞ୍ଜିତ। ମୁଁ ବା କହୁଛି ଦମ୍ଭ ଦେଖିକି କହୁଛି ମୋର କିଛି ହବନି। ମୁଁ ଚ୍ୟାଲେଞ୍ଜ ମାରି କହୁଛି ମୋ ଫୋନ ତ ଏବେ ବି ଟ୍ରାକ୍ ରହିଛି। ମୁଁ ତମ ସହିତ ଏତେ ଦମ୍ଭରେ କାଇଁ କଥା କହିଦଉଛି ମୋର କିଛି ହବନି ବୋଲି। କାରଣ ମୋର କିଛି ଦୋଷ ନାହିଁ ସେଠି। ଠିକ ଅଛି କିଛି ଅସୁବିଧା ନାହିଁ। ମୁଁ ତତେ ଫୋନ କରିଥିଲି ଏଥିପାଇଁକା କାହିଁକି ନା ତୋ ମାମୁଁ ମାନେ ତୁ ଜାଣିଛୁ ତତେ ଭଲ ପାଉଥିଲା କେତେ। ଠିକ କଥା କହିଛନ୍ତି ଓମ୍ ବାବୁ। ଆପଣ କାହିଁକି ଡରିବେ? ଆପଣ ଦୋଷ ବା କ'ଣ? ଆରେ ଯାହାର ଦାରି ସାହିରେ ଘର ନା ତାର କାହାକୁ ଥବ ଡର। ଆପଣ ବି କାହା ଛତ୍ର ଛାୟା ତଳେ ରହୁଛନ୍ତି ନହେଲେ ଆପଣ ଏତେ ସାହସରେ ଏତେ ଦମ୍ଭ ସହିତ କହିନଥାନ୍ତେ ଯେ ମୋର କିଛି ହବନି ବୋଲି। ଆପଣ ଭାବୁଛନ୍ତି କେମିତି ନ ହବ? ଆପଣ ରାଜସ୍ୱ ସାକ୍ଷୀରେ ପଡ଼ିଛନ୍ତି ଓମ୍ ବାବୁ। ଆଚ୍ଛା ଗୋଟେ କଥା କୁହନ୍ତୁ ଦୟାକରି ଓମ୍ ବାବୁ, ଆପଣ ସେଦିନ ଯେଉଁ ଭଳିଆ ସୋମ ଭାଇ ସେଠି ମାଡ଼ ଖାଉଥିଲେ ଆପଣ ହାତ ଉପରେ ହାତ ରଖି ଏଇ ଭଳିଆ ପୋଜିସନରେ ଦେଖୁଥିଲେ। ଯଦି ସେ ଜାଗାରେ ଆପଣଙ୍କର ସାନ ଭାଇ କି ବଡ଼ ଭାଇ କି ବାପା ହେଇଥାନ୍ତେ ଆପଣ କ'ଣ ସେମ୍ ପୋଜିସନରେ ଦେଖିଥାନ୍ତେ ନା ତାଙ୍କୁ ରକ୍ଷା କରିବା ପାଇଁ କିଛି ପ୍ରୟାସ କରିଥାନ୍ତେ? ମୁଁ ଆଖି ବୁଜା ଭାଇ ଆପଣମାନଙ୍କୁ କହୁନି। ମୁଁ ସୋମ ଭାଇଙ୍କର ଗାଁକୁ ଯାଇଥିଲି ଆଉ ସେଠି କ'ଣ କ'ଣ ହେଲା ମୁଁ ଆପଣମାନଙ୍କୁ କହିବି। ଦେଖନ୍ତୁ ଏ କ୍ଲିପ୍ଟା। ଇଏ ହେଉଛି ଓମ୍ ଭାଇଙ୍କ ଘରକୁ ଯିବାର ରାସ୍ତା। ଏପଟ ସାଇଡ଼୍ରେ ଗୋଟେ ପାନ ବର୍ଜ ଅଛି। ଆଉ ଯେଉଁ ଓମ୍ ଭାଇଙ୍କର ଯେଉଁ 10-11ଟା ଏଇ ସାଇଟ୍ରେ ରୋଷେଇବାସ ହେଉଥିଲା। ଯେଉଁମାନେ ଯାଇଥିବେ କ୍ଲିପ୍ ଦେଖିଲେ ଜାଣିପାରିବେ। ଯେତେବେଳେ ଭାଇ ତାଙ୍କ ଘରେ ଯାଇ ପହଞ୍ଚିଲୁ ନା ମାନେ ବିଶ୍ୱାସ କରନ୍ତୁ ଭଗବାନ କସମ ଖାଇ କହୁଛି ମାନେ ହୃଦୟରେ ନା କୋହ ଉଠି ଆସିଲା। ଧିଅ ନା ମାନେ ବିଶ୍ୱାସ କରନ୍ତୁ ରୁମମୂଳ ଠିଆ ହେଇଗଲା। ଆଖିରୁ ନା ଲୁହ ଯେମିତି ବାହାରି ଆସିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ମାଆଙ୍କୁ ଆମେ ପାଇଲୁନୁ। ତାପରେ ଆମେ ଦେଖିଲୁ ଯେ ଘରଟା ତାଲା ପଡ଼ିଛି। ତାପରେ ଗାଁ ଭିତରୁ ଆସି ପଚାରିଲୁ ଯେ ସୋମଙ୍କ ମାଆ କୁଆଡ଼େ ଯାଇଛନ୍ତି ନା ସେ ଦିଲ୍ଲୀ ଯାଇଛନ୍ତି ଏଇ ଘଟଣା ବିଷୟରେ କଥାବାର୍ତ୍ତା କରିବା ପାଇଁ। ସିଏ ଆଜ୍ଞା ଅଲଗା ମ୍ୟାଟର। ତାପରେ ଆମେ ତାଙ୍କ ଦାଦା ଝିଅଙ୍କର ଭିଡ଼ିଓ କଲୁ, ବାଇଟ୍ ନେଲୁ। ତାଙ୍କ ଦାଦା ହିସାବ ଜଣେ ହେବେ ସିଏ ବି ମଧ୍ୟ ଆଜ୍ଞା ଭିଡ଼ିଓ କଲେ, ବାଇଟ୍ ଦେଲେ। ତାପରେ ଆମେ ଭାବିଲୁ ଯେ ତାଙ୍କ ଗାଁ ଲୋକଙ୍କର କିଛି ଭିଡ଼ିଓ କରିବା। ଯେତେବେଳେ ଆଜ୍ଞା ଆମେ ଗାଁ ଲୋକଙ୍କୁ କହିଛୁ ଭିଡ଼ିଓ କଥା ଆପଣମାନେ ବିଶ୍ୱାସ କରିବେନି, ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଜଗନ୍ନାଥ ରାଣା ଭଗବାନ କସମ ମିଛ କହୁନି। ମାନେ ଓମ୍ ବି ଗୋଟେ ମାଆର ପୁଅ, ମୁଁ ବି ଗୋଟେ ମାଆର ପୁଅ। ମୁଁ ଯାହା କହୁଛି ଆଜ୍ଞା ସତ କହୁଛି କି ଭିଉ ପାଇଁ ଆପଣମାନଙ୍କୁ ମିଛ କହୁନି। ମାନେ ଆମକୁ ଡାଇରେକ୍ଟ କହିଲେ ଓମ୍ କଥା ଛାଡ଼ିକି ଆମକୁ ଯାହା ପଚାରିବ। ଏଇଥିରୁ ଆପଣମାନେ କ'ଣ ବୁଝିଲେ ମୋତେ ଆଜ୍ଞା ଜଣେଇବେ। ତାଙ୍କୁ ରୋକିଲନି କ'ଣ ପାଇଁ କି? ତା ବୋଉକୁ କହୁନ କ'ଣ ପାଇଁ କି ହଁ ତୋ ପୁଅ କିସ୍ କରିଛି ଗେଲ କରିଛି ବୋଲି ମାଡ଼ ଖାଇଲା? ଆରେ ଭାଇ ମୁଁ କେମିତି କହିବି? ତୁ ମତେ କଥା କହୁନୁ। ମୁଁ ଯାଇକି ଦେଖିଛି ସେଠି କ'ଣ ହେଇଛି। ତୁ ମତେ ଯାହା କହୁଛୁ ମୁଁ ଶୁଣୁଛି, ସେମାନେ ବି ଯାହା କହୁଛୁ ମୁଁ ଶୁଣୁଛି। ମୁଁ ଏଠି ଥାର୍ଡ ପାର୍ଟି ଜାଗା। ଯଦି ଓମ୍ ବାବୁ କହିବା କଥା ସୋମ ଭାଇ ସେଦିନ ସେ 2 ଜଣ ଝିଅଙ୍କୁ କିସ୍ କରୁଥିଲେ ସେ ଲାଗି ମାଡ଼ ଖାଇଲେ, ତ ଆପଣ ତ ଏବେ ନିକଟରେ ହିଁ ଯାଇଥିଲେ 10-15 ଦିନ ହେବ ପଲିଗ୍ରାଫ ଟେଷ୍ଟରେ। ତ ଆପଣଙ୍କର 100ରୁ 95% କେମିତି କ'ଣ ମିଛ ଆଇଲା? ମାନେ ଯେତିକି ମାନନୀୟ କ୍ରାଇମ୍ ବ୍ରାଞ୍ଚ ପଚାରିଥିଲେ ଯେତିକିଟା କୋଶ୍ଚିନ୍ ତା ଦେହରୁ 85-90 ଆପଣଙ୍କର ମିଛ ଆଇଲା। କ'ଣ ପାଇଁ? ହଁ କୁନାଲକୁ ମୁଁ ଫୋନ କରି ଡାକିଥିଲି କାରଣ କୁନାଲ ମତେ ଆସିଥିଲା ପ୍ରୋଟେକ୍ଟ ଦବାକୁ ଯେହେତୁ ସେ ମାନେ ଇଏ ଲୋକାଲ ପିଲାଟା ବୋଲିକା। ତ କୁନାଲ ତା ସାଙ୍ଗ ରଞ୍ଜିତ ପାତ୍ର ଯିଏ ଆସିଥିଲା ରଞ୍ଜିତ ପାତ୍ରକୁ ମୁଁ କେବେ ବି ଚିହ୍ନିନି। କୁନାଲ ରଞ୍ଜିତ ପାତ୍ରକୁ ଡାକିଥିଲା କି? ହଁ କୁନାଲ ରଞ୍ଜିତ ପାତ୍ର ତାର ମିଶିକି ଆସିଥିଲେ ତାଙ୍କ ଗାଁରୁ ନା। ରଞ୍ଜିତ ପାତ୍ରକୁ ମୁଁ ସେଇ ଦିନ ହିଁ ଫାର୍ଷ୍ଟ ଟାଇମ ଦେଖିଥିଲି। ଆଉ ସେ ରଞ୍ଜିତ ପାତ୍ର ସେଠି ବାଡେଇଲା କାଇଁ ତାକୁ? ସେଇଟା ମୁଁ ବି ଦେଖିନି ଯେ ରଞ୍ଜିତ ପାତ୍ର କେତେବେଳେ ଯାଇ ବାଡେଇଛି। ମତେ ସେ କୁନାଲ ଆସିଥିଲା ମୋ ପାଇଁକା ନା। ସେ ରଞ୍ଜିତ ପାତ୍ର ତା ସହିତ ଆସିଥିଲା। ଦେଖ ତମେ ନା ଗାଁରୁ ଗଲ, ମୁଁ ନିଶ୍ଚୟ ଫୋନ କରି ନିଶ୍ଚୟ ଟିକେ ଆସିଲେ ଏଇଠି ମାନେ ଝଗଡା ହେଇଯାଇଛି ସେ ବାରା ନିଶ୍ଚୟ ଦେଖିଲା ଯାଉଥିଲା। ତାର ଗୋଟେ ସାଙ୍ଗଟେ ଦେଖାଗଲା ଗାଁର। ତ ସେ କହିଲା କି ଆକାଶ ଯିବା। ତ ସେ ଟୋକା କ'ଣ କରିଛି ରଞ୍ଜିତ ପାତ୍ର ମର୍ଦ୍ଦାଙ୍ଗି ଦେଖେଇକିରି ସେଠି ସଳା କେତେବେଳେ ଗଳି ପଡି ଯାଇ ବାଡେଇଛି। ଆମେ ଦେଖିବି ନା ହଁ 3ଟା-4ଟା ହିଁ ମାରିଛି। ମୁଁ ଦେଖୁଛି ପୁରା 3-4ଟା ହିଁ ମାରିଛି କିନ୍ତୁ ପୁରା ଦୁର୍ଦାରିକି ବାଉଁଶ ଫାଟିଲା ଭଳିଆ ବାଡେଇଛି।
ସତରେ କୁନାଲ ବାବୁ ତୁମକୁ ଧନ୍ୟବାଦ ନ ଦେଇକରି ମୁଁ ରହିପାରୁନି। ଧନ୍ୟବାଦ ଏଥିପାଇଁ ଦେଉଛି ଯେ ତୁମେ ଆଜି ପ୍ରମାଣ କରିଦେଲ ତୁମେ ଜଣେ ହେଉଛ କା ପୁରୁଷ, ଅମାନବିକତା ମଣିଷ। ଆଚ୍ଛା, ତୁମେ ସାହାଯ୍ୟ କରିବା ପାଇଁ କୁନାଲକୁ ଡାକିଥିଲ, କୁନାଲ ଡାକିଥିଲା ରଞ୍ଜିତ କି? ତୁମେ ଠିଆ ହେଇକରି ଦେଖୁଛ ରଞ୍ଜିତ ସେଦିନ ସୋମ ଭାଇଙ୍କ ଉପରେ କେଉଁ ଭଳିଆ ବାଡ଼ଉଥିଲା ଏବଂ କେଉଁ ଭଳିଆ ଅତ୍ୟାଚାର ଅନ୍ୟାୟ କରୁଥିଲା। ତୁମେ ଚାହିଁଥିଲେ କ'ଣ ରଞ୍ଜିତକୁ ବ୍ରେକ୍ କରିପାରିନଥାନ୍ତ? ଆରେ କରିପାରିଥାନ୍ତ। ତା କଥା ଛାଡ଼, ନହେଲେ ତ କୁନାଲକୁ କହିପାରିଥାନ୍ତ ଆରେ ଭାଇ ମୁଁ ତୁମକୁ ସାହାଯ୍ୟ କରିବା ପାଇଁ ଡାକିଥିଲି ନା ବାଡ଼େଇବା ପାଇଁ। କିନ୍ତୁ ତୁମେ କହିଲନି, ହାତ ଧରେ ହାତ ହେଇ ଦେଖିଲ ଯେ ତୁମ ମାମୁଙ୍କ ଉପରେ କେଉଁ ଭଳିଆ ଅତ୍ୟାଚାର ଏବଂ ଅନ୍ୟାୟ ହେଉଛି। ସେଇଟାକୁ ପୁଣି ତୁମେ ଅତି ସୁନ୍ଦର ଭାବରେ ଆସିକରି ବର୍ଣ୍ଣନା କରିକିରି କହୁଛ। ସେଥିପାଇଁ ତ ସାଲୁଟ୍ ତୁମର ଏଇ କାପୁରୁଷତାକୁ, ସାଲୁଟ୍ ତୁମର ଅମାନବିକତା ମଣିଷକୁ। कौन है ये लोग? कहां से आते हैं? ଆପଣମାନେ ମୋ ସର୍ଟ ଭିଡ଼ିଓରେ ବହୁତ ସାରା ଭଲ ପାଇବା ଦେଇଥିଲେ ଏବଂ କମେଣ୍ଟ ବକ୍ସରେ କହିଥିଲେ ଭାଇ ଆଙ୍କ ଉପରେ ଗୋଟାଏ ଫୁଲ୍ ଭିଡ଼ିଓ ଆଣିବା ପାଇଁ। ଆଜି ତାଙ୍କର ପାଳି ପଡ଼ିଛି। ଦିଦି ଦୟା କରିକିରି ଆରମ୍ଭ କରନ୍ତୁ। ଅଛନ୍ତି ଆଉ କଣ କହିବେ? ସେ ତ କହିଲେ ସମସ୍ତଙ୍କୁ ତ ରଖିଛନ୍ତି ଆଉ ମୋ ଦେଢୁଶର ତ ପୁରା ନିର୍ଦ୍ଦୋଷ। ସେ ସ୍ପଟ କୁ ବି ଯାଇନାହାନ୍ତି, ତାଙ୍କୁ ତ ଟୋଟାଲ ଛାଡୁନାହାନ୍ତି। ଆଉ ମୋ ସ୍ୱାମୀଙ୍କ କଥା କଣ କହିବି? ମ୍ୟାଡାମ ଦୟାକରି ମୋ କଥାକୁ ଆଜ୍ଞା ଧରିବେନି। ମୁଁ ଆଗ ଅପେକ୍ଷା ନା ଏବେ ନାରୀମାନଙ୍କୁ ବେଶୀ ସମ୍ମାନ ଦେଉଛି। ଯେଉଁମାନେ ଆରେଷ୍ଟ କରି ଆପଣଙ୍କ ଦେଢ଼ୁଶୁରକୁ ନେଇନାହାନ୍ତି ସେମାନେ ମଦ ପିକି ଆଇଥିଲେ, ନିଶାସକ୍ତରେ ଜାଣିପାରିଲେନି ଯେ ସେଦିନ ଆକ୍ଚୁଆଲି ଆପଣଙ୍କ ଦେଢ଼ୁଶୁର ଘରେ ଚୁଡ଼ା ଗୁଣ୍ଡ କ୍ଷୀର ଗୋଳେଇ ପପୁ ବୋତଲରେ ପିଉଥିଲେ ଆଉ ନଟିଆ କାର୍ଟୁନ ଦେଖୁଥିଲେ। ଦେଖିଛନ୍ତି ଫୁଟେଜ ବି ସେ ଝିଅ ମାନଙ୍କ ମାନେ ଏମିତି ଯୋଉ ଲିପ୍ କିସ୍ ଦବା ବାଡାବାଡି କରିବା, ସେ ସେଥିପାଇଁ ଆମ ଭଣଜା। ମ୍ୟାଡାମ ଦୟା କରିକି କହିପାରିବେ କି ଲିପ୍ କିସ୍ ଓଡ଼ିଆଟା କ'ଣ? ନା ଆପଣ ଶୁଣା ଶୁଣିରେ ମନେ ରଖିଦେଇଛନ୍ତି ଲିପ୍ କିସ୍? ଆପଣଙ୍କୁ ଘରୁ ଥାଇକିରି ଦେଖାଗଲା ଯେ ସୋମ ଭାଇ ସେ ଦୁଇଟା ଝିଅଙ୍କୁ ଲିପ୍ କିସ୍ କରୁଥିଲେ ଆଉ ବାଡ଼ିଆ ବାଡ଼ି କରୁଥିଲେ। ଆପଣଙ୍କ ଭିଡ଼ିଓରେ ଏଇଟା ଦେଖାଗଲାନି କି ଶୁଭାଗଲାନି? ଗୋଟେ ନିରୀହ ମଣିଷଟାକୁ ବିନା ଦୋଷରେ ତା ମୁଣ୍ଡରେ କଳଙ୍କ ଲଦି ଦେଇକରି ଅମାନୁଷିକତା ଭାବରେ ତାଙ୍କୁ ପିଟି ପିଟି ତାଙ୍କର ଜୀବନ ନିଆଗଲା। ଶେଷରେ ସିଏ କେତେ ବିକଳରେ ଚିତ୍କାର କରୁଛନ୍ତି ପାଣି ଟୋପେ ମୁନ୍ଦେ ପାଇଁ, ସେଇଟା ଆପଣଙ୍କୁ ଦେଖାଗଲାନି କି ଶୁଭାଗଲାନି? ଇରେ ମୁଁ ସେଇଥିନାକି ଭାବୁଛି ଯେ କଳିଯୁଗ କାହିଁକି ସରୁନି, ସତ୍ୟଯୁଗ ଏଣ୍ଟ୍ରି ପାଇଁ ଏତେ ଲେଟ୍ ହେଉଛି। ଭଲ ଲୋକ ବା ଆଜ୍ଞା ଦୁନିଆ ଛାଡ଼ି ନାହାନ୍ତି, କେମିତି ଆଜ୍ଞା ସତ୍ୟଯୁଗ ଏଣ୍ଟ୍ରି କରିବ? ମ୍ୟାଡ଼ାମ ଦୟାକରି ଆପଣ ବିଦାୟ ନିଅନ୍ତୁ ଆଉ ସତ୍ୟଯୁଗକୁ ଦ୍ୱିତୀୟ ଥର ପାଇଁ ଚାନ୍ସ ଦିଅନ୍ତୁ। ଆଚ୍ଛା ମ୍ୟାଡ଼ାମ ଆପଣ ସତ କୁହନ୍ତୁ, ଆଚ୍ଛା ମ୍ୟାଡ଼ାମ ଆପଣ ସତ କୁହନ୍ତୁ, ଆପଣଙ୍କ ଭଣଜାକୁ ସୋମ ଭାଇ କାମୁଡ଼ି ଦେଇଥିଲେ ସେଇ ମାଆର ମୁହଁକୁ ଚାହିଁକିରି ଆପଣ ସତ କୁହନ୍ତୁ, ଯେଉଁ ମାଆର କୋଳ ଖାଲି ହେଇଯାଇଛି, ତାଙ୍କ ଭଲ ମନ୍ଦରେ ସାହା ହେବା ପାଇଁ କେହି ନାହାନ୍ତି। ତାଙ୍କୁ ନା ଲୋକ ଛଡ଼େଇ ନେଇଛନ୍ତି ତାଙ୍କ କୋଳରୁ ତାଙ୍କ ପୁଅକୁ ସବୁଦିନ ପାଇଁ। ଆଚ୍ଛା ଆପଣ ବି ପିଲା ଛୁଆର ମାଆ ହେଇଥିବେ କି ଆଗକୁ ନିଶ୍ଚିନ୍ତ ହେବେ। ଯାହା କହୁନାହାନ୍ତି ଭାବି ଚିନ୍ତିକିରି କୁହନ୍ତୁ, କାରଣ ଏ ଜିନିଷ ବୁଲି ବୁଲି ପୁଣି ଆପଣଙ୍କ ପାଖକୁ ରିଟର୍ନ ଆସିବ। ଆଉ ଯେତେବେଳେ ଆସିବ ନା ଆପଣ ସେ ଟାଇମ୍ରେ ବୋଝ ଉଠେଇ ପାରିବେ ନା ବରଦାସ୍ତ କରିପାରିବେ ନା କହିପାରିବେ। ଭିଡ଼ିଓ ଶେଷରେ ଆଜ୍ଞା ଗୋଟିଏ ଛୋଟିଆ କଥା କହିବି, ଆପଣମାନେ ସାଙ୍ଗ ସେଇ ଲୋକ ସହିତ ହୁଅନ୍ତୁ ଯେଉଁ ଲୋକ ସାଙ୍ଗର ମହତ୍ତ୍ୱ ବୁଝୁଥିବ। ଆଉ ସ୍ୱାର୍ଥପର ସହିତ ଆଜ୍ଞା ଆପଣ ଯଦି ସାଙ୍ଗ ହେବେ କେବେ ବି ସେ ତା ସ୍ୱାର୍ଥ ପାଇଁ ଆପଣଙ୍କୁ ବଳି ପକାଇ ଦେଇପାରେ। ଆଉ ସତକୁ ଆପଣ ଯେତେ ବି ଲୁଚିବା ପାଇଁ ଚେଷ୍ଟା କଲେ, ଯେତେ ପଥର ପକାଇ ତାକୁ ଦାବି ଦେବା ପାଇଁ ପ୍ରୟାସ କଲେ, ମଞ୍ଜି ଯେମିତି ମାଟିକି ଫଟେଇକିରି ଗଛ ହେଇଥାଏ, ଦିନେ ଦିନେ ସତ୍ୟର ଆଜ୍ଞା ନିଶ୍ଚିନ୍ତ ବିଜୟ ହେବ। ସୋମ ଭାଇଙ୍କୁ ଆମର ନିଶ୍ଚିନ୍ତ ନ୍ୟାୟ ମିଳିବ। ଦେଖିବେ ଆଗକୁ ନିହାତି ଭଲ ନ୍ୟୁଜ୍ ଆସିବ। ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧେ।